କୌଣସି ଶାନ୍ତିପୂର୍ଣ୍ଣ ସ୍ଥାନରେ ଆସନ ବିଛାଇ ବସିବା। ଦୁଇ ହାତକୁ ଆଣ୍ଠୁ ଉପରେ ରଖିବା। ମେରୁଦଣ୍ଡ ସିଧା ରଖି ଆଖି ବନ୍ଦ କରିବା। ଫୁସଫୁସରେ ଥିବା ସମସ୍ତ ବାୟୁ ବାହାର କରିଦିଅ। ବାୟୁ ବାହାର କରିବା ହେଉଛି ବାହ୍ୟ କୁମ୍ଭକ। ରେଚକ ଓ ପୂରକରେ ଯେତେ ସମୟ ଲାଗିପାରେ, କୁମ୍ଭକ ପାଇଁ ତାହାର ଅର୍ଦ୍ଧେକ ସମୟ ଯଥେଷ୍ଟ। ଆସନ୍ତୁ ବର୍ତ୍ତମାନ ମୁଁ ଜନଶୂନ୍ୟ ଲୋକରେ ଏକାକୀ ବସିଛି ଏବଂ ମୋର ଚତୁର୍ଦିଗରେ ବିଦ୍ୟୁତ୍ ପରି ଚେତନାମୟ ଜୀବନୀ ଶକ୍ତିର ସମୁଦ୍ର ଲହରୀରେ ଉଦ୍ବେଳିତ ହେଉଛି ଏବଂ ଶ୍ୱାସ ଦ୍ୱାରା ବାୟୁ ସହିତ ମୁଁ ପ୍ରାଣଶକ୍ତିକୁ ନିଜ ଭିତରକୁ ଟାଣି ଆଣୁଛି। ବର୍ତ୍ତମାନ ଶ୍ୱାସ ରୋକିକି ବା ଅନ୍ତର୍କୁମ୍ଭକ କରି ଭାବନା କରିବା। ଚେତନାମୟ ପ୍ରାଣଶକ୍ତିକୁ ମୁଁ ନିଜ ମଧ୍ୟରେ ଧାରଣ କରୁଛି। ସମସ୍ତ ଶିରା ପ୍ରଶିରାରେ, ଅଙ୍ଗ ପ୍ରତ୍ୟଙ୍ଗରେ ପ୍ରଫୁଲ୍ଲ, ସତେଜ ଓ ପରିପୃଷ୍ଟ ହେଉଛି। ବର୍ତ୍ତମାନ ଭାବନା କରିବା ଶ୍ୱାସ ଛାଡ଼ିକି ମଳ, ରକ୍ତ ଇତ୍ୟାଦିରେ ମିଶି ଶରୀରରେ ସଞ୍ଚିତ ହୋଇଥିବା ବିଷ, ମନରେ ଥିବା ବିକାର ବାୟୁତ୍ୟାଗ ସମୟରେ ବାହାରକୁ ବାହାରି ଯାଉଛି। ମନ ଶାନ୍ତ ଓ ଶରୀର ସତେଜ ହେଉଛି। ବର୍ତ୍ତମାନ ବାହ୍ୟ କୁମ୍ଭକ କରି ଭାବନା କରିବା ଶ୍ୱାସକୁ ରଖିକି ଭିତରେ ଥିବା ଦୋଷମାନ ବାହାର କରିଦେବା ପରେ ଭିତର ଦରଜା ବନ୍ଦ କରି ଦିଆଯାଇଛି। ସେ ଦୋଷମାନ ପୁନର୍ବାର ଭିତରକୁ ଆସିପାରିବ ନାହିଁ। ବର୍ତ୍ତମାନ ଦୀର୍ଘ ଶ୍ୱାସ ନେବା, ଭାବନା କରିବା ପୂରକ କରି ମୁଁ ଜନଶୂନ୍ୟ ଲୋକରେ ଏକାକୀ ବସିଛି ଏବଂ ମୋର ଚତୁର୍ଦିଗରେ ବିଦ୍ୟୁତ୍ ପରି ଚେତନାମୟ ଜୀବନୀ ଶକ୍ତିର ସମୁଦ୍ର ଲହରୀରେ ଉଦ୍ବେଳିତ ହେଉଛି ଏବଂ ଶ୍ୱାସ ଦ୍ୱାରା ବାୟୁ ସହିତ ମୁଁ ପ୍ରାଣଶକ୍ତିକୁ ନିଜ ଭିତରକୁ ଟାଣି ଆଣୁଛି। ବର୍ତ୍ତମାନ ଅନ୍ତର୍କୁମ୍ଭକ କରିବା। ଚେତନାମୟ ପ୍ରାଣଶକ୍ତିକୁ ମୁଁ ନିଜ ମଧ୍ୟରେ ଧାରଣ କରୁଛି। ସମସ୍ତ ଶିରା ପ୍ରଶିରାରେ, ଅଙ୍ଗ ପ୍ରତ୍ୟଙ୍ଗର ସେ ଶକ୍ତି ସ୍ଥିର ହୋଇ ରହିଛି। ତାହା ଶୋଷଣ କରି ଦେହର ପ୍ରତ୍ୟେକ ଅଂଶ ଚେତନାମୟ, ପ୍ରଫୁଲ୍ଲମୟ, ସତେଜ ଓ ପରିପୁଷ୍ଟ ହେଉଛି। ବର୍ତ୍ତମାନ ରେଚକ କରିବା। ମନ, ରକ୍ତ ଇତ୍ୟାଦିରେ ମିଶି ଶରୀରରେ ସଞ୍ଚିତ ହୋଇଥିବା ବିଷ, ମନରେ ଥିବା ବିକାର ବାୟୁତ୍ୟାଗ ସମୟରେ ବାହାରକୁ ବାହାରି ଯାଉଛି। ମନ ଶାନ୍ତ ଓ ଶରୀର ସତେଜ ହେଉଛି। ବର୍ତ୍ତମାନ ବାହ୍ୟ କୁମ୍ଭକ। ଭିତରେ ଥିବା ଦୋଷମାନ ବାହାର କରିଦେବା ପରେ ଭିତର ଦରଜା ବନ୍ଦ କରି ଦିଆଯାଇଛି। ସେ ଦୋଷମାନ ପୁନର୍ବାର ଭିତରକୁ ଆସିପାରିବ ନାହିଁ। ବର୍ତ୍ତମାନ ଦୀର୍ଘ ଶ୍ୱାସ ନେବା ପୂରକ କରିବା। ମୁଁ ଜନଶୂନ୍ୟ ଲୋକରେ ଏକାକୀ ବସିଛି ଏବଂ ମୋର ଚତୁର୍ଦିଗରେ ବିଦ୍ୟୁତ୍ ପରି ଚେତନାମୟ ଜୀବନୀ ଶକ୍ତିର ସମୁଦ୍ର ଲହରୀରେ ଉଦ୍ବେଳିତ ହେଉଛି ଏବଂ ଶ୍ୱାସ ଦ୍ୱାରା ବାୟୁ ସହିତ ମୁଁ ପ୍ରାଣଶକ୍ତିକୁ ନିଜ ଭିତରକୁ ଟାଣି ଆଣୁଛି। ଅନ୍ତର୍କୁମ୍ଭକ। ଚେତନାମୟ ପ୍ରାଣଶକ୍ତିକୁ ମୁଁ ନିଜ ମଧ୍ୟରେ ଧାରଣ କରୁଛି। ସମସ୍ତ ଶିରା ପ୍ରଶିରାରେ, ଅଙ୍ଗ ପ୍ରତ୍ୟଙ୍ଗରେ ସେ ଶକ୍ତି ସ୍ଥିର ହୋଇ ରହିଛି। ତାହା ଶୋଷଣ କରି ଦେହର ପ୍ରତ୍ୟେକ ଅଂଶ
ଚେତନାମୟ, ପ୍ରଫୁଲ୍ଲ, ସତେଜ ଓ ପରିପୁଷ୍ଟ ହେଉଛି। ରେଚକ ମଳ, ରକ୍ତ ଇତ୍ୟାଦିରେ ମିଶି ଶରୀରରେ ସଞ୍ଚିତ ହୋଇଥିବା ବିଷ ମନରେ ଥିବା ବିକାର ବାୟୁତ୍ୟାଗ ସମୟରେ ବାହାରକୁ ବାହାରି ଯାଉଛି। ମନ ଶାନ୍ତ ଓ ଶରୀର ସତେଜ ହେଉଛି। ବାହ୍ୟ କୁମ୍ଭକ ଭିତରେ ଥିବା ଦୋଷମାନ ବାହାର କରିଦେବା ପରେ ଭିତର ଦରଜା ବନ୍ଦ କରି ଦିଆଯାଇଛି। ସେ ଦୋଷମାନ ପୁନର୍ବାର ଭିତରକୁ ଆସିପାରିବ ନାହିଁ। ଦୀର୍ଘ ଶ୍ୱାସ ନେବା, ପୂରକ କରିବା। ମୁଁ ଜନଶୂନ୍ୟ ଲୋକରେ ଏକାକୀ ବସିଛି ଏବଂ ମୋର ଚତୁର୍ଦିଗରେ ବିଦ୍ୟୁତ୍ ପରି ଚେତନାମୟ ଜୀବନୀ ଶକ୍ତିର ସମୁଦ୍ର ଲହରୀରେ ଉଦ୍ବେଳିତ ହେଉଛି ଏବଂ ଶ୍ୱାସ ଦ୍ୱାରା ବାୟୁ ସହିତ ମୋ ପ୍ରାଣଶକ୍ତିକୁ ନିଜ ଭିତରକୁ ଟାଣି ଆଣୁଛି। ଅନ୍ତକୁମ୍ଭକ ଚେତନାମୟ ପ୍ରାଣଶକ୍ତିକୁ ମୁଁ ନିଜ ମଧ୍ୟରେ ଧାରଣ କରୁଛି। ସମସ୍ତ ଶିରା ପ୍ରଶିରାରେ ଅଙ୍ଗ ପ୍ରତ୍ୟଙ୍ଗରେ ସେ ଶକ୍ତି ସ୍ଥିର ହୋଇ ରହିଛି। ତାହା ଶୋଷଣ କରି ଦେହର ପ୍ରତ୍ୟେକ ଅଂଶ ଚେତନାମୟ, ପ୍ରଫୁଲ୍ଲ, ସତେଜ ଓ ପରିପୁଷ୍ଟ ହେଉଅଛି। ରେଚକ ମଳ, ରକ୍ତ ଇତ୍ୟାଦିରେ ମିଶି ଶରୀରରେ ସଞ୍ଚିତ ହୋଇଥିବା ବିଷ ମନରେ ଥିବା ବିକାର ବାୟୁତ୍ୟାଗ ସମୟରେ ବାହାରକୁ ବାହାରି ଯାଉଛି। ମନ ଶାନ୍ତ ଓ ଶରୀର ସତେଜ ହେଉଛି। ବାହ୍ୟ କୁମ୍ଭକ ଭିତରେ ଥିବା ଦୋଷମାନ ବାହାର କରିଦେବା ପରେ ଭିତରର ଦରଜା ବନ୍ଦ କରି ଦିଆଯାଇଛି। ସେ ଦୋଷମାନ ପୁନର୍ବାର ଭିତରକୁ ଆସିପାରିବ ନାହିଁ। ପୂରକ ମୁଁ ଜନଶୂନ୍ୟ ଲୋକରେ ଏକାକୀ ବସିଛି ଏବଂ ମୋର ଚତୁର୍ଦିଗରେ ବିଦ୍ୟୁତ୍ ପରି ଚେତନାମୟ ଜୀବନୀ ଶକ୍ତିର ସମୁଦ୍ର ଲହରୀ ଉଦ୍ବେଳିତ ହେଉଛି ଏବଂ ଶ୍ୱାସ ଦ୍ୱାରା ବାୟୁ ସହିତ ମୋ ପ୍ରାଣଶକ୍ତିକୁ ନିଜ ଭିତରକୁ ଟାଣି ଆଣୁଛି। ଅନ୍ତକୁମ୍ଭକ ଚେତନାମୟ ପ୍ରାଣଶକ୍ତିକୁ ମୁଁ ନିଜ ମଧ୍ୟରେ ଧାରଣ କରୁଛି। ସମସ୍ତ ଶିରା ପ୍ରଶିରାରେ ଅଙ୍ଗ ପ୍ରତ୍ୟଙ୍ଗରେ ସେ ଶକ୍ତି ସ୍ଥିର ହୋଇ ରହିଛି। ତାହା ଶୋଷଣ କରି ଦେହର ପ୍ରତ୍ୟେକ ଅଂଶ ବାୟୁତ୍ୟାଗ ସମୟରେ ବାହାରକୁ ବାହାରି ଯାଉଛି। ମନ ଶାନ୍ତ ଓ ଶରୀର ସତେଜ ହେଉଛି। ବାହ୍ୟ କୁମ୍ଭକ ଭିତରେ ଥିବା ଦୋଷମାନ ବାହାର କରିଦେବା ପରେ ଭିତରର ଦରଜା ବନ୍ଦ କରି ଦିଆଯାଇଛି। ସେ ଦୋଷମାନ ପୁନର୍ବାର ଭିତରକୁ ଆସିପାରିବ। ମୁଁ ଜନଶୂନ୍ୟ ଲୋକରେ ଏକାକୀ ବସିଛି ଏବଂ ମୋର ଚତୁର୍ଦିଗରେ ବିଦ୍ୟୁତ୍ ପରି ଚେତନାମୟ ଜୀବନୀ ଶକ୍ତିର ସମୁଦ୍ର ଲହରୀରେ ଉଦ୍ବେଳିତ ହେଉଛି ଏବଂ ଶ୍ୱାସ ଦ୍ୱାରା ବାୟୁ ସହିତ ମୁଁ ପ୍ରାଣଶକ୍ତିକୁ ନିଜ ଭିତରକୁ ଟାଣି ଆଣୁଛି। ଅନ୍ତକୁମ୍ଭକ ଚେତନାମୟ ପ୍ରାଣଶକ୍ତିକୁ ମୁଁ ନିଜ ମଧ୍ୟରେ ଧାରଣ କରୁଛି। ସମସ୍ତ ଶିରା ପ୍ରଶିରାରେ ଅଙ୍ଗ ପ୍ରତ୍ୟଙ୍ଗରେ ସେ ଶକ୍ତି ସ୍ଥିର ହୋଇ ରହିଛି। ତାହା ଶୋଷଣ କରି ଦେହର ପ୍ରତ୍ୟେକ ଅଂଶ ଚେତନାମୟ, ପ୍ରଫୁଲ୍ଲ, ସତେଜ ଓ ପରିପୁଷ୍ଟ ହେଉଛନ୍ତି। ରେଚକ ମଳ, ରକ୍ତ ଇତ୍ୟାଦିରେ ମିଶି ଶରୀରରେ ସଞ୍ଚିତ ହୋଇଥିବା ବିଷ ମନରେ ଥିବା ବିକାର ବାୟୁତ୍ୟାଗ ସମୟରେ ବାହାରକୁ ବାହାରି ଯାଉଛି। ମନ ଶାନ୍ତ ଓ ଶରୀର ସତେଜ ହେଉଛି। ବାହ୍ୟ କୁମ୍ଭକ ଭିତରେ ଥିବା ଦୋଷମାନ ବାହାର କରିଦେବା ପରେ ଭିତରର ଦରଜା ବନ୍ଦ କରି ଦିଆଯାଇଛି। ସେ ଦୋଷମାନ ପୁନର୍ବାର ଭିତରକୁ ଆସିପାରିବ ନାହିଁ। ବର୍ତ୍ତମାନ ଦୀର୍ଘ ଶ୍ୱାସ ନେବା, ଗୋଟିଏ ଥର ପୁଣି ଛାଡ଼ିବା। ପ୍ରାଣାକର୍ଷଣ ପ୍ରାଣାୟାମ ସମାପ୍ତ।